ଯେତେ ଜଣ ରାତ୍ରି ସମୟରେ ପ୍ରଭୁଙ୍କ ଅପେକ୍ଷାରେ ରହିଲେ ସେମାନଙ୍କର ଜୀବନରେ ଆଶୀର୍ବାଦ ଆସିଲା, ଉଦ୍ଧାର ଆସିଲା, ରକ୍ଷା ଆସିଲା। ତେଣୁ ଆମମାନଙ୍କୁ ଏ ଉଜାଗରକୁ ଖାମଖିଆଲ ନେବାକୁ ନାହିଁ। ଯେତେବେଳେ ଆମେ ପ୍ରାର୍ଥନା କରିବା ପାଇଁ ଆସୁଛୁ, କେବଳ 24 ରାତି ଆଉ 31 ରାତିରେ ହିଁ ଆମେ ଆନନ୍ଦ ଉଲ୍ଲାସ କରିବା ବା ପ୍ରଭୁ ଯୋଗ୍ୟ ତାହା ନାହିଁ। ଯେବେ ଯେବେ ମଧ୍ୟ ଆମେ ରାତ୍ର ସମୟରେ ପ୍ରାର୍ଥନା କରୁଛୁ, ଉଜାଗରକୁ କ'ଣ ଜଗି କରିବା, ସେତେବେଳେ ପ୍ରଭୁଙ୍କୁ ମହତ୍ଵ ଦେବା ଦରକାର। ତେଣୁ ଆସୁ ପ୍ରଭୁ ଆମମାନଙ୍କୁ ଏହି 2024 ବର୍ଷର ପ୍ରଥମ ମାସ ଜାନୁଆରୀ 1 ତାରିଖରୁ ଶେଷ ମାସ ଡିସେମ୍ବର 31 ପର୍ଯ୍ୟନ୍ତ ଆମକୁ ସାଥିରେ ରହିଲେ ଆମେ ପ୍ରଭୁ ଆମମାନଙ୍କ ଜୀବନରେ କରିଥିବା କାର୍ଯ୍ୟ ପାଇଁ ଏହି ରାତ୍ରରେ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା, ସ୍ତୁତି କରିବା। ମୋ ସହିତ ଆପଣମାନେ ଖୋଲନ୍ତୁ ପ୍ରଭୁଙ୍କର ଜୀବନ୍ତ ବାକ୍ୟ, ଦ୍ୱିତୀୟ ବିବରଣୀ ତାର 1 ପର୍ବ 31 ପଦ। ଯେହେତୁ ପ୍ରାତଃକାଳେ ତୁମେ ଦେଖିଅଛ ଯେ ମନୁଷ୍ୟ ଆପଣା ପୁତ୍ରକୁ ବହିବା ପରି ସଦାପ୍ରଭୁ ତୁମର ପରମେଶ୍ୱର ଏହି ସ୍ଥାନରେ ପହଞ୍ଚୁଥିବା ପର୍ଯ୍ୟନ୍ତ ତୁମମାନଙ୍କର ଗମନର ସମସ୍ତ ପଥରେ ତୁମକୁ କିପରି ବହିଅଛନ୍ତି। ପ୍ରଭୁ ଏହି ବାକ୍ୟ ପଠନରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆମେ ଯେଉଁ ବାକ୍ୟ ପଢିଲୁ, ଏହି ବାକ୍ୟ ପ୍ରଭୁଙ୍କର ଦାସ ମୋଶା ଇସ୍ରାଏଲୀୟ ମାନଙ୍କୁ କହୁଅଛନ୍ତି। ସଦାପ୍ରଭୁ ପରମେଶ୍ୱର ତାଙ୍କରି ମହାପରାକ୍ରମରେ, ତାଙ୍କରି ବିସ୍ତୃତ ହସ୍ତରେ, ବଳବନ୍ତ ହସ୍ତରେ ଇସ୍ରାଏଲ ଲୋକମାନଙ୍କୁ ସେ ମିସ୍ର ଦେଶରୁ ବାହାର କରି ଅବ୍ରାହମ, ଇସାକ, ଯାକୋବଙ୍କୁ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ପ୍ରତିଜ୍ଞା ଦେଇଥିଲେ ଯେ ତାଙ୍କର ଲୋକମାନଙ୍କୁ ସେ ଘ୍ରାଣ ଦେଶ ଦେବେ, ସେହି ଦେଶ ଆଡ଼କୁ ନେଇକି ଯାଉଛନ୍ତି। ସେହି ସମୟରେ ଏମାନେ ଗୋଟେ ସ୍ଥାନରେ ପହଞ୍ଚିଛନ୍ତି, ଆଉ ସେହି ସ୍ଥାନ ହଉଛି କାଦେଶ ବର୍ଣ୍ଣିଆ। କାଦେଶ ବର୍ଣ୍ଣିଆରେ ଯେତେବେଳେ ଇସ୍ରାଏଲୀୟ ଲୋକମାନେ ମିସ୍ର ଦେଶରୁ ବାହାରି ଏହି ସ୍ଥାନରେ ପହଞ୍ଚିଛନ୍ତି, ସେତେବେଳକୁ ମୋଶା ଇସ୍ରାଏଲ ଲୋକମାନଙ୍କ ନିକଟରେ ଏହି ବାକ୍ୟ କହୁଛନ୍ତି। ଏଣୁ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯେତେବେଳେ ମୋଶା ଏହି କଥା ସେମାନେ କହୁଛନ୍ତି ଆଉ ଇସ୍ରାଏଲ ଲୋକମାନେ ଶୁଣୁଛନ୍ତି। ଆଜି ମୁଁ ଆପଣମାନଙ୍କୁ ଯେଉଁ ବିଷୟ କହିବି ତାହା ହେଉଛି କି ପ୍ରକାର ପରମେଶ୍ୱର ଆମମାନଙ୍କର ଜୀବନ ଯାତ୍ରାରେ ଆମମାନଙ୍କ ସାଥିରେ ରୁହନ୍ତି, ପିତା ତୁଲ୍ୟ ଆମମାନଙ୍କୁ ବହନ କରନ୍ତି, ପିତା ତୁଲ୍ୟ ଆମମାନଙ୍କୁ ଯତ୍ନ ନିଅନ୍ତି, ପିତା ତୁଲ୍ୟ ଆମମାନଙ୍କୁ ରକ୍ଷା କରନ୍ତି। ସେହି ବିଷୟ ମୁଁ ଆପଣମାନଙ୍କ ସମ୍ମୁଖରେ ରଖିବି। ଏଠାରେ ଯେତେବେଳେ ମୋଶା ଇସ୍ରାଏଲ ଲୋକମାନଙ୍କୁ କ୍ନାନ୍ ଦେଶ ଆଡ଼କୁ ନେଇକି ଯାଉଛନ୍ତି, ସେହି ସମୟରେ ସେମାନେ କାଦେଶ ବର୍ଣ୍ଣିଆରେ ପହଞ୍ଚିଛନ୍ତି। ଆଉ ମୋଶା ସେ ଗୋଟି ଗୋଟି କରି ଇସ୍ରାଏଲ ଲୋକମାନଙ୍କ ସମ୍ମୁଖରେ ପରମେଶ୍ୱର କି ପ୍ରକାର ଆଶ୍ଚର୍ଯ୍ୟ କାର୍ଯ୍ୟ ସାଧନ କରିଛନ୍ତି ତାଙ୍କୁ ସେ କହୁଛନ୍ତି। ସେହି ସମୟରେ ମୋଶା କହୁଛନ୍ତି କ'ଣ, ଦେଖ ତୁମେମାନେ ପ୍ରାନ୍ତରରେ, ଯେଉଁ ପ୍ରାନ୍ତରେ କଷ୍ଟ ଥିଲା, ଯେଉଁ ପ୍ରାନ୍ତର ଅଭାବ ଥିଲା, ଅନାଟନ ଥିଲା, ସମସ୍ୟା ଥିଲା, ସେହି ପ୍ରକାର ପ୍ରାନ୍ତର ଦେଇ ତୁମେ ଗତି କଲ। ଆଉ ସେହି ପ୍ରାନ୍ତର ଯାତ୍ରା ସମୟରେ ସଦାପ୍ରଭୁ ପରମେଶ୍ୱର ପିତା ତୁଲ୍ୟ ତୁମମାନଙ୍କୁ ସେ ବହନ କରିଅଛନ୍ତି। ଏହି ସମୟ ପର୍ଯ୍ୟନ୍ତ, ଏହି ସ୍ଥାନରେ ପହଞ୍ଚିବା ପର୍ଯ୍ୟନ୍ତ ସଦାପ୍ରଭୁ ତୁମମାନଙ୍କୁ କି ପ୍ରକାର ବହନ କରିଛନ୍ତି, ତୁମେମାନେ ନିଜେ ଏହି ବିଷୟ ଦେଖିଛ, ନିଜେ ତୁମେ ଏହି ବିଷୟ ଜାଣିଛ। ମୋଶା ଇସ୍ରାଏଲ ଲୋକମାନଙ୍କୁ କହୁଛନ୍ତି ଯେ ମିସ୍ର ଦେଶରୁ ବାହାରି, ମିସ୍ର ଦେଶର ରାମସେସ ନଗର, ଆଉ ସେମାନେ କୋଉଠି ବର୍ତ୍ତମାନ ପହଞ୍ଚୁଛନ୍ତି, କାଦେଶ ବର୍ଣ୍ଣିଆରେ ପହଞ୍ଚୁଛନ୍ତି। ଆଉ ପ୍ରଭୁ ସେମାନଙ୍କୁ ବହନ କରିଛନ୍ତି, ସେ କଥାକୁ ସେ ସ୍ମରଣ କରାଇ ଦେଉଛନ୍ତି। ଏହି 2024 ବର୍ଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆମମାନଙ୍କର ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ପିତା ତୁଲ୍ୟ
ରକ୍ଷା କରିଛନ୍ତି, ପିତା ତୁଲ୍ୟ ସେ ବହନ କରିଛନ୍ତି। ତେଣୁ ଆମେ ଏହି ପଦରେ ଦେଖିପାରୁଛୁ ଯେ ସଦାପ୍ରଭୁ ପରମେଶ୍ୱର ପିତା ତୁଲ୍ୟ ଆମଙ୍କର ଯତ୍ନ ନିଅନ୍ତି। ହାଲେଲୁୟା, ହାଲେଲୁୟା। ପିତା ତୁଲ୍ୟ ସେ ଆମମାନଙ୍କର ଯତ୍ନ ନେଇଥାନ୍ତି, ତାହା ମୁଁ ଆପଣମାନଙ୍କର ସମ୍ମୁଖରେ ରଖିବି। ପ୍ରଭୁ କି ପ୍ରକାର ଇସ୍ରାଏଲ ମାନଙ୍କର ଜୀବନରେ କାର୍ଯ୍ୟ କରୁଥିଲେ। ପ୍ରଥମ ବିଷୟ, ପ୍ରଭୁ ଇସ୍ରାଏଲ ମାନଙ୍କୁ ଯେଉଁମାନେ 430 ବର୍ଷ ପର୍ଯ୍ୟନ୍ତ ମିଶ୍ର ଦେଶର ଦାସତ୍ୱ ବନ୍ଧନରେ ଥିଲେ, ମିଶ୍ରୀୟ ମାନଙ୍କର ଦାସ ଭାବରେ କାର୍ଯ୍ୟ କରୁଥିଲେ, ସେମାନଙ୍କର ପାଇଁ ଇଟା ବନଉଥିଲେ, ସେମାନଙ୍କର ଆଉ ଅନ୍ୟାନ୍ୟ କାମ ସବୁ କରୁଥିଲେ, ସେ ବନ୍ଧନରୁ ପ୍ରଭୁ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି। ପାପ ବନ୍ଧନରୁ ପ୍ରଭୁ ଯୀଶୁ ରାଜା ଆମମାନଙ୍କୁ ଉଦ୍ଧାର କରିଛନ୍ତି। ଏତିକି ଆପଣମାନଙ୍କୁ ମନେ ରଖିବାକୁ ପଡିବ। ଯେମିତି ଇସ୍ରାଏଲ ଲୋକମାନଙ୍କୁ ପରମେଶ୍ୱର ମିଶ୍ର ଦେଶରୁ ରକ୍ଷା କଲେ, ଯେତେବେଳେ ସେ ରକ୍ଷା କରୁଛନ୍ତି, ଉଦ୍ଧାର କରୁଛନ୍ତି, 10 ମହାମାରୀ ପଠେଇଲେ। ପ୍ରଥମ ମହାମାରୀ ଥିଲା ଯେ ଜଳ ରକ୍ତରେ ପରିଣତ ହେଲା। ଦ୍ୱିତୀୟ ମହାମାରୀ ବେଗ। ତୃତୀୟ ମହାମାରୀ ଉକୁଣିଆ ପୋକ। ଚତୁର୍ଥ ମହାମାରୀ ଡାଂସ ଗାଲିର ଝାଙ୍କ। ପଞ୍ଚମ ମହାମାରୀ କଣ ଥିଲା? ପଶୁ କଲର ମୃତ୍ୟୁ। 6 ନମ୍ବର ଦାହଯୁକ୍ତ ପଥ। 7 ନମ୍ବର ମେଘ ଗର୍ଜନ ଶିଳାବୃଷ୍ଟି। 8 ନମ୍ବର ହଉଛି ପଙ୍ଗପାଳ। 9 ନମ୍ବର ହଉଛି ଅନ୍ଧକାର। 10 ନମ୍ବର ହଉଛି ପ୍ରଥମ ଜାତ ପୁତ୍ର ମାନଙ୍କର ମୃତ୍ୟୁ। 10 ମହାମାରୀ ପ୍ରଭୁ ପଠେଇଲେ କଣ କରିବା ପାଇଁ? ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ। ଆଉ ସୁପସାଗର 2 ଭାଗ ହେଇଗଲା। ସୁପସାଗର 2 ଭାଗ ହେଇଗଲା। ପରମେଶ୍ୱର ତାଙ୍କରି ପରାକ୍ରମରେ, ତାଙ୍କରି ଶକ୍ତିରେ ସେ ଇସ୍ରାଏଲ ଲୋକମାନଙ୍କୁ ସେ ମୁକ୍ତ କଲେ। ତାହା ମଶା ଇସ୍ରାଏଲ ଲୋକମାନେ କାଦେଶ ବର୍ଣ୍ଣିଆରେ ଯେତେବେଳେ ଅଛନ୍ତି, ଆଉ ଅଳ୍ପ ଦିନ ପରେ ସେମାନେ କଣ କରିବେ ନା ପ୍ରତିଜ୍ଞା ଦେଶରେ ପାଦ ପକାଇବେ। ଗୋଟେ ନୂଆ ଜୀବନ, ଗୋଟେ ନୂଆ ଆଶା, ଗୋଟେ ଭବିଷ୍ୟତ ସହିତ ସେମାନେ କିଣାନ ଦେଶ, ପ୍ରତିଜ୍ଞା ଦେଶ, ଯେଉଁ ଦେଶରେ ଦୁଗ୍ଧ ମଧୁ ପ୍ରବାହିତ ହଉଛି, ସେଇ ଦେଶକୁ ସେମାନେ ଯାଉଛନ୍ତି। ମନରେ ଗୋଟେ ଆଶା ଅଛି, ଗୋଟେ ଖୁସି ଅଛି, ଆନନ୍ଦ ଅଛି। ସେମାନେ କାଦେଶ ବର୍ଣ୍ଣିଆ ଅଛନ୍ତି, ସେମାନେ ଜର୍ଦ୍ଦନ ନଦୀ ଏପଟକୁ ଅଛନ୍ତି, ସେମାନେ ଜର୍ଦ୍ଦନ ନଦୀ ପାର ହୋଇ ସେପଟକୁ ଯିବେ। ସେତେବେଳକୁ ସେମାନେ ପ୍ରଭୁ ପରମେଶ୍ୱର ତାଙ୍କ ଜୀବନର ଯେଉଁ କାର୍ଯ୍ୟ କରିଥିଲେ ତାକୁ ସେ ମନେ ପକାଇ ଦଉଛନ୍ତି। କିଏ? ମଶା କହୁଛନ୍ତି, ଦେଖ ସଦାପ୍ରଭୁ ପରମେଶ୍ୱର କି ପ୍ରକାର ତୁମମାନଙ୍କୁ ପିତା ତୁଲ୍ୟ ବହନ କରି ଏ ପର୍ଯ୍ୟନ୍ତ ପହଞ୍ଚିବା ପର୍ଯ୍ୟନ୍ତ ତୁମମାନଙ୍କ ସାଥିରେ ଅଛନ୍ତି, ତୁମକୁ ବହନ କରି ଅଛନ୍ତି, ତୁମେ ଏହା ନିଜେ ଜାଣ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ସମସ୍ତେ ନିଜେ ନିଜେ ଜାଣୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ଉଦ୍ଧାର ପାଇଁ କାଲବରୀ କ୍ରୁଶରେ ନିଜର ଜୀବନକୁ ଦେଲେ। ଆଉ ପାପ ବନ୍ଧନରୁ, ଆଉ ମୃତ୍ୟୁରୁ, এই জগତର ଅଭିଳାଷରୁ ସେ ଆମମାନଙ୍କୁ ମୁକ୍ତି କରିଅଛନ୍ତି। ହାଲେଲୁୟା, ସେ ଆମମାନଙ୍କୁ ମୁକ୍ତ କରିଅଛନ୍ତି। ଆଉ ଦ୍ୱିତୀୟ ବିଷୟ, ଯାହା ପରମେଶ୍ୱର ଇସ୍ରାଏଲ ମାନଙ୍କର ଯାତ୍ରା ପଥରେ କାର୍ଯ୍ୟ କରିଥିଲେ, ଦ୍ୱିତୀୟ ବିଷୟ ହେଉଛି ସେମାନଙ୍କର ପ୍ରୟୋଜନ ପ୍ରଭୁ ଯୋଗାଇଥିଲେ। କଣ ଯୋଗାଇଥିଲେ? ପ୍ରୟୋଜନ ପ୍ରଭୁ ଯୋଗାଇଥିଲେ। ପ୍ରୟୋଜନ କହିଲେ ଖାଇବା ପିଇବା, ବିଧବା ବୁଢ଼ାକୁ ପ୍ରୟୋଜନ ବୋଲି କୁହାଯାଏ। ଦେଖନ୍ତୁ ପ୍ରଭୁ କଣ ଦେଲେ ଖାଇବା ପାଇଁ ଇସ୍ରାଏଲ ଲୋକମାନଙ୍କୁ? ସେମାନେ 40 ବର୍ଷ କଣ କଲେ? ଯାତ୍ରା କଲେ ମରୁଭୂମିରେ। ବର୍ତ୍ତମାନ ସେମାନେ କିଣାନ ଦେଶ ପାଖରେ ପହଞ୍ଚିଛନ୍ତି। ସେମାନେ ପ୍ରତିଜ୍ଞା ଦେଶରେ ପାଦ ପକେଇବେ, ପ୍ରତିଜ୍ଞା ଦେଶରେ ପାଦ ପକେଇବେ। କିନ୍ତୁ ଏଇ ଯୋଉ କେତେ ବର୍ଷ ପ୍ରଭୁ ସେମାନଙ୍କ ଜୀବନରେ ଯୋଉ କାର୍ଯ୍ୟ କରିଛନ୍ତି, ତାକୁ ମଶା କହିଦଉଛି, ଦେଖ ପ୍ରଭୁ କି ପ୍ରକାର ତୁମମାନଙ୍କୁ ପିତା ତୁଲ୍ୟ ବହନ କରିଛନ୍ତି, ତୁମେ ନିଜେ ଜାଣ। ପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ମରୁଭୂମିରେ ଖାଇବା ପାଇଁ କଣ ଦେଲେ? ମାନା ଦେଲେ। ପ୍ରଭୁ ସେମାନଙ୍କୁ ମାଂସ ଦେଲେ, ଭଟୋଇ ପକ୍ଷୀର ମାଂସ।
ପିଇବା ପାଇଁ ପ୍ରଭୁ ଜଳ ଦେଲେ, ପାଣି ଦେଲେ, ଆଉ କଣ ପିନ୍ଧିବା ପାଇଁ ବସ୍ତ୍ର ଦେଲେ ପ୍ରଭୁ। ଲେଖା ଅଛି ସେମାନଙ୍କର ଦେହର ଶରୀରର ବସ୍ତ୍ର ଛିଣ୍ଡିଲା ନାହିଁ, ଜୀର୍ଣ୍ଣ ଶୀର୍ଣ୍ଣ ହେଲା ନାହିଁ। ସେମାନଙ୍କର ପାଦରେ ପିନ୍ଧିଥିବା ଚପଲ ବା ପାଦୁକା ତାହା ମଧ୍ୟ ଜୀର୍ଣ୍ଣ ଶୀର୍ଣ୍ଣ ହେଲା ନାହିଁ, ତାହା ମଧ୍ୟ ଜୀର୍ଣ୍ଣ ଶୀର୍ଣ୍ଣ ହେଲା ନାହିଁ। ପ୍ରଭୁ ସେମାନଙ୍କୁ ଖାଇବାକୁ ମାନ୍ନା ଆଉ ମାଂସ ଆଉ ପିଇବା ପାଇଁ ଜଳ, ପିନ୍ଧିବା ପାଇଁ ବସ୍ତ୍ର ଦେଇ ଏମାନଙ୍କୁ ପ୍ରଭୁ କଣ କରୁଛନ୍ତି? କଢାଇକି ଆଣୁଛନ୍ତି। ପ୍ରଭୁ ଏମାନଙ୍କୁ ସେ ରକ୍ଷା କରିକି ଆଣୁଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, এই 2024 ବର୍ଷ ସାରା ପ୍ରଭୁ ଆମମାନଙ୍କୁ ସହିତ ରହିଲେ। ଆମମାନଙ୍କୁ ଖାଇବା ପାଇଁ ଖାଦ୍ୟ, ପିନ୍ଧିବା ପାଇଁ ବସ୍ତ୍ର, ରହିବା ପାଇଁ ଘର, ଆମର ଯାତ୍ରା ପଥକୁ ପ୍ରଭୁ କୁଶଳ କରି ଆଜିର ଦିନରେ ଆଉ 2025 ମସିହାରେ ପ୍ରବେଶ କରିବା ପାଇଁ ଯାଉଛୁ। ଏହି ସମୟ ପର୍ଯ୍ୟନ୍ତ ପ୍ରଭୁ ଆମମାନଙ୍କୁ ସମ୍ଭାଳିଛନ୍ତି। ପିତା ତୁଲ୍ୟ ସେ ଆମମାନଙ୍କୁ ବହନ କରିଛନ୍ତି। ପ୍ରଭୁଙ୍କର ସ୍ତୁତି ହଉ, ପ୍ରଭୁଙ୍କର ମହିମା ହଉ। ନମ୍ବର 3 ବିଷୟ ସୁରକ୍ଷା। ପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ନ୍ୟାୟ ପହଞ୍ଚିବା ପର୍ଯ୍ୟନ୍ତ ପ୍ରଭୁ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି। କଣ ଥିଲା ଜାଣିଛନ୍ତି? ଯେତେବେଳେ ଇସ୍ରାଏଲ ଲୋକମାନେ ମିଶର ଦେଶରୁ ବାହାରିକି ଯାଉଛନ୍ତି, ସେହି ସମୟରେ ଫାର ପଛରେ ପଛରେ ଘୁରାଇଲେ। ପ୍ରଭୁ ଫାରର ହସ୍ତରୁ ଇସ୍ରାଏଲ ଲୋକମାନଙ୍କୁ ମୁକ୍ତ କଲେ। ଫାର ଆଉ ତାଙ୍କର ସୈନ୍ୟ ବାହିନୀ ଯୋଉମାନେ ପଛରେ ଯାଉଥିଲେ ସେମାନେ ସମୁଦ୍ରରେ ବୁଡ଼ିକି ଗଲେ। ପ୍ରଭୁ ସେମାନଙ୍କୁ ସୁରକ୍ଷା ଦେଲେ। କାହାକୁ? ଇସ୍ରାଏଲ ଲୋକମାନଙ୍କୁ। ଆଉ କଣ? ପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ଦିନ ବେଳେ ମେଘସ୍ତମ୍ଭ ଦେଲେ, ରାତ୍ର ସମୟରେ ଅଗ୍ନିସ୍ତମ୍ଭ। ପ୍ରଭୁ ସେମାନଙ୍କୁ ପଥ କଢାଇ ଦଉଥିଲେ। ଆଉ ଆମଲିକୀୟ ମାନେ ସେମାନଙ୍କୁ ଆକ୍ରମଣ କରୁଥିଲେ ବାଟରେ ଗଲା ବେଳକୁ। ଯାତ୍ରା ପୁସ୍ତକ 17 ଜିଓସି ଯାଇକି ଆମଲିକୀୟ ମାନଙ୍କ ସହ ଯୁଦ୍ଧ କଲେ। ପ୍ରଭୁ ସେମାନଙ୍କୁ ସପକ୍ଷ ହେବାରୁ ଆମଲିକୀୟ ମାନଙ୍କୁ ସେମାନେ ପରାଜିତ କଲେ। ମୋଆବୀୟ ମାନେ ମଧ୍ୟ ବାଲାକ ବୋଲି ରାଜା ସେ ବିଲିୟମକୁ ଡାକିକି କହୁଛି, ତୁମେ ଯାଇ ଇସ୍ରାଏଲ ଲୋକମାନଙ୍କୁ ତୁମେ ଅଭିଶାପ ଦିଅ ବାଟରେ। କିନ୍ତୁ ବିଲିୟମର ହୃଦୟରେ ପ୍ରଭୁ କାର୍ଯ୍ୟ କଲେ। ବିଲିୟମ ଇସ୍ରାଏଲ ଲୋକମାନଙ୍କୁ ଅଭିଶାପ ଦେବା ପାଇଁ ଦେଇଥିଲେ, ସେ ଅଭିଶାପ ଆଶୀର୍ବାଦରେ ବଦଳିଗଲା। ହାଲେଲୁୟା, ହାଲେଲୁୟା। ଦେଖନ୍ତୁ, ଏ ବାଲାକ ବିଲିୟମକୁ ସେ ଭଡ଼ା କରି କିଣିଥିଲା। ମୁଁ ତୁମକୁ ଟଙ୍କା ଦେବି, ଉପହାର ଦେବି, ତୁମେ କେବଳ ଇସ୍ରାଏଲ ଲୋକମାନଙ୍କୁ ଅଭିଶାପ ଦେବ। କିନ୍ତୁ ପ୍ରଭୁ ବିଲିୟମର ଅଭିଶାପକୁ ଆଶୀର୍ବାଦରେ ବଦଳେଇ ଦେଲେ। ଗଣନା ପୁସ୍ତକ 21, 22, 23 ପର୍ବରେ ଆପଣମାନେ ଦେଖିପାରିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ଆମରୀୟ ମାନଙ୍କର ରାଜାଙ୍କୁ ସିଂହନ, ଆମେ ପଢୁଥିଲୁ ଗୀତ ସଂହିତା 136, ସିଂହନ ରାଜାକୁ, ଓଗୋ ରାଜାକୁ ପ୍ରଭୁ କି ପ୍ରକାର ସେ ବିନାଶ କଲେ। ଆଉ ଏଇ ଆମରୀୟ ମାନଙ୍କର ଦେଶ ପ୍ରଭୁ ଇସ୍ରାଏଲ ମାନଙ୍କୁ ଦେଲେ। ଏହା ହେଉଛି ସୁରକ୍ଷା। ପାପ ଠାରୁ, ପଡ଼ିବା ଠାରୁ, ଝୁଣ୍ଟିବା ଠାରୁ, ଶତ୍ରୁ ଶୈତାନ ଠାରୁ, ଆଉ ଆମମାନଙ୍କୁ ଯୋଉମାନେ ଶତ୍ରୁ ଭାବି ଆମମାନଙ୍କ ବିରୁଦ୍ଧରେ ଯାଆନ୍ତି ଲୋକମାନେ, ସେମାନଙ୍କର ହସ୍ତରୁ, ଷଡ଼ଯନ୍ତ୍ରରୁ ପ୍ରଭୁ ଆମମାନଙ୍କୁ ସୁରକ୍ଷା ଦେଇ, ରୋଗ ବେମାରରୁ ଆମମାନଙ୍କୁ ସୁସ୍ଥ ସବଳ ରଖି, ଆମମାନଙ୍କୁ ଉଦ୍ଧାର କରି ପ୍ରଭୁ ପରମେଶ୍ୱର ଆମମାନଙ୍କୁ ଏହି ବର୍ଷର ଶେଷ ମୁହୂର୍ତ୍ତରେ ଯାଇଛନ୍ତି। ହାଲେଲୁୟା, ହାଲେଲୁୟା। ଆଉ କେଇଟା ମିନିଟରେ ଆମେ ଗୋଟିଏ ନୂଆ ବର୍ଷରେ ପ୍ରବେଶ କରିବା। ଗୋଟେ ନୂଆ ଆଶା ଅଛି ଆମ ହାତରେ ଥିବ। ହଁ, ଏ ବର୍ଷ ମୁଁ ଏ କାମ ସବୁ କରିପାରି ନାହିଁ, ନୂଆ ବର୍ଷରେ ମୁଁ ଏସବୁ କାମ କରିବି। ଆମେ ନିଷ୍ପତ୍ତି ନେଉଛୁ। ଆମେ ନିଷ୍ପତ୍ତି ନେଲୁ। କେତେଜଣ ନିଷ୍ପତ୍ତି ନେଲେ ଯେ
ମୁଁ ଆଗାମୀ ବର୍ଷରେ ଯେମିତି ହେଲେ ରବିବାର ବହୁତ ବଢିଆ ନିଷ୍ପତ୍ତି, ଗୋଟେ ନୂଆ ଆଶା, ନୂଆ ଲକ୍ଷ୍ୟ, ନୂଆ ବିଚାର ସହିତ ଆମେ 2025ରେ ଆମେ ପ୍ରବେଶ କରୁଛୁ। ତେଣୁ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣମାନେ ମନେ ପକାନ୍ତୁ, ସ୍ମରଣ କରନ୍ତୁ, ଏଇ 2024 ମସିହା ଜାନୁଆରୀ ମାସ 1 ତାରିଖ ଠାରୁ ଆରମ୍ଭ କରି ଡିସେମ୍ବର ମାସ 31 এই শেষ মুহূর্ত পর্যন্ত আমার প্রভু পরমেশ্বর কি প্রকারে আমাকে সে উদ্ধার করেছেন, পাপରୁ আমাকে মুক্তি করেছেন, পাপରୁ সে আমাকে বঞ্চাইছেন, শয়তানের বন্ধনରୁ সে আমাকে বঞ্চাইছেন। কি প্রকারে প্রভু পরমেশ্বর আমাকে খাইবার খাদ্য, পিন্ধিবার বস্ত্র, কি প্রকারে পরমেশ্বর আমাকে ରହିବା ପାଇଁ ଘର, ଆଶ୍ରୟସ୍ଥଳ ଦେଇଛନ୍ତି। ଆପଣ ସ୍ମରଣ କରନ୍ତୁ କି ପ୍ରକାର ପ୍ରଭୁ ଆମର ପଥକୁ ସେ ସୁରକ୍ଷା କରିଛନ୍ତି, ପଡ଼ିବାରୁ, ଛୁଟିବାରୁ, ବିଭିନ୍ନ ପ୍ରକାର ସମସ୍ୟାରୁ, ଅଭାବ ଅନାଟନରୁ, ମହାମାରୀରୁ, ଦୁର୍ଘଟଣାରୁ ସେ ଆମକୁ ରକ୍ଷା କରିଛନ୍ତି। ତେଣୁ ଆମେ ଏହି ମୁହୂର୍ତ୍ତ ପର୍ଯ୍ୟନ୍ତ ଆମେ ବଞ୍ଚି ରହିଛୁ। ଅନେକ ଲୋକ ଏହି ମୁହୂର୍ତ୍ତ ପାଇନାହାନ୍ତି, ଅନେକ ଲୋକ ପ୍ରଭୁଙ୍କ ନିକଟବର୍ତ୍ତୀ ହେବାକୁ ପାଇନାହାନ୍ତି। ତେଣୁ ମୁଁ ଆପଣମାନଙ୍କୁ କହୁଛି, ଆପଣମାନେ ଧନ୍ୟ ଯେଉଁମାନେ ସଦାପ୍ରଭୁଙ୍କୁ ଏହି ବର୍ଷର ଶେଷ ମୁହୂର୍ତ୍ତରେ, ଶେଷ ମିନିଟରେ ଆପଣମାନେ ଧନ୍ୟବାଦ ଦେଇ ନୂଆ ବର୍ଷରେ ପ୍ରବେଶ କରୁଛନ୍ତି। ଆଜିର ଦୁନିଆ କେତେ ଜଣ ଶୋଇଛନ୍ତି? କେତେ ଜଣ ଶୋଇଛନ୍ତି? କେବଳ ଏଠି ନାହିଁ, ଆପଣମାନେ ଅନେକ ଜାଗାରେ ଲୋକମାନେ ଶୋଇଛନ୍ତି। ପ୍ରଭୁଙ୍କୁ ଧନ୍ୟବାଦ ଦେବା ପାଇଁ ଆସିଥାନ୍ତି। ଆଉ କେତେଟା ଜାଗାରେ ଲୋକମାନେ ଏବେ ମଦ, ଚିକେନ, କଣ କଣ ସବୁ ସଜେଇକିରି ସେମାନେ ଅପେକ୍ଷାରେ ଅଛନ୍ତି 2025 ପ୍ରବେଶ କରିବା ପାଇଁ। ଠିକ ସବୁ ରେଡି କରିଥିବେ, ସବୁ ଆସିଥିବ ଷ୍ଟ୍ରଙ୍ଗ ଜିନିଷ ଯାକ, ନିଶା ଦ୍ରବ୍ୟ, ପରିବାର ଏକତ୍ର ହେଇଯିବେ, ଆଉ ବିଭିନ୍ନ ପ୍ରକାରର ମିଠା ସବୁ ବନାଯିବ, ସୁଇଟ୍ ସବୁ ବନାଯିବ, ଦୂର ଦୂରାନ୍ତକୁ ସବୁ ଭୋଜନ କରିବା ପାଇଁ ଯିବେ। କିନ୍ତୁ ଯେଉଁ ପରମେଶ୍ୱର ଆପଣମାନଙ୍କୁ ଆଉ ମତେ ଗୋଟିଏ ବର୍ଷ ଯାକ ବହନ କଲେ, ସେଇ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ଆମକୁ ଭୁଲିବାର ନାହିଁ। ସେଇ ପରମେଶ୍ୱରଙ୍କୁ ଆମେ ସ୍ତୁତି ଦେବା ପାଇଁ ଭୁଲିବାର ନାହିଁ, ଗୌରବ କରିବା ପାଇଁ ଭୁଲିବାର ନାହିଁ। ସେଇ ପରମେଶ୍ୱର ଆମଙ୍କର ତ୍ରାଣକର୍ତ୍ତା ରାଜା ଯୀଶୁ, ସେ ଆମମାନଙ୍କ ସହିତ ରହିଲେ, ପବିତ୍ର ଆତ୍ମା ସେ ଆମମାନଙ୍କ ସହିତ ରହିଲେ, ପ୍ରଭୁଙ୍କର ବାକ୍ୟ ଆମମାନଙ୍କ ସହିତ ରହିଲା। ଆମେ ଯେତେବେଳେ ଦୁର୍ବଳ ହେଲୁ, ଯେତେବେଳେ ରୋଗାଗ୍ରସ୍ତ ହେଲୁ, ଯେତେବେଳେ ସମସ୍ୟା କଲୁ, ପ୍ରଭୁ ସେ ଆମମାନଙ୍କୁ ଉଠାଇଲେ, ପ୍ରଭୁ ସେ ଆମମାନଙ୍କୁ ରକ୍ଷା କଲେ, ପ୍ରଭୁ ସେ ଆମମାନଙ୍କୁ ଶକ୍ତି ଦେଲେ। ତେଣୁ ସେଇ ପ୍ରଭୁ ପରମେଶ୍ୱରଙ୍କ ନାମ ଧନ୍ୟବାଦ ହେଉ, ଯେଉଁ ପରମେଶ୍ୱର ଦିନ ପ୍ରତିଦିନ ସେ ଆମମାନଙ୍କୁ ବହନ କରୁଛନ୍ତି। ହାଲେଲୁୟା, ହାଲେଲୁୟା। ଟିକେ ଖୁସିରେ ଗୋଟେ ବର୍ଷ ପ୍ରଭୁ ତୁମେ ଆମମାନଙ୍କୁ ବହନ କର। ଏ ଦେଖନ୍ତୁ ଆଉ 2-3 ମିନିଟ୍ ଅଛି, ଆଉ ଗୋଟେ 4 ମିନିଟ୍ ଅଛି ମୋର ମୋବାଇଲ ଅଛି। ଖୁସିରେ ପଦେ କୁହନ୍ତୁ ପ୍ରଭୁ ଧନ୍ୟବାଦ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ପ୍ରଭୁ ଖୁସିରେ ପଦେ ଧନ୍ୟବାଦ ଦେବା ଦରକାର ଯେ ପ୍ରଭୁ ତୁମେ ବର୍ଷ ଯାକ ମତେ ତୁମେ ସମ୍ଭାଳିଲ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ମୁଁ ଗୋଟେ ମୋର ସାକ୍ଷ୍ୟ ସହିତ ମୁଁ ଏଠାରେ ରଖିବା ପାଇଁ ଚାହୁଁଛି। ଯେତେବେଳେ ଆମେ ପିତା ମାକୁ ଛାଡ଼ିଲୁ, ଆମେ କେମିତି ରହିବୁ, କେମିତି ଟିକେ କୋଉଠି ଖାଇବୁ, ଏଇଟା ଟିକେ ଚିନ୍ତା ଆସିଲା। କୋଉଠି ଖାଇବୁ, କୋଉଠି ରହିବୁ, କେମିତି କଣ କରାଯିବ ବୋଲି ଦିଦିକୁ ମୁଁ ଘରେ ଛାଡ଼ିଥିଲି। ମୁଁ ଆସିଲି, ଏଠି ରହିଲି। ପ୍ରଭୁ ତାଙ୍କର ଲୋକମାନଙ୍କର ଦ୍ୱାରା ମୋର ପ୍ରୟୋଜନୀୟ ଆହାର ମତେ ଦେଲେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଉ ମଧ୍ୟ ଏ ବର୍ଷ ଆମେ ବହୁତ ଚିନ୍ତିତ ଥିଲୁ ବସ୍ତ୍ର ପୋଷାକ କରିବା ବିଷୟରେ। ପ୍ରଭୁ ସେ ଆମମାନଙ୍କୁ ଯୋଗାଇଛନ୍ତି, ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଏଣୁ ଗୋଟେ ନୂଆ ବର୍ଷରେ ଗୀତ ଗୋଟେ ଲେଖା ହେଇଛି, ସେଇ ଗୀତରେ ଏକ୍ସପିରିଏନ୍ସକୁ ମୁଁ ଲେଖିଛି। ସେଟା ହଉଛି ଦିନ ପ୍ରତିଦିନ ପ୍ରଭୁ କରିଛ ବହନ, ଅନ୍ନ ବସ୍ତ୍ର ସ୍ୱାସ୍ଥ୍ୟ ଦେଇ କରିଛ ପ୍ରତିପାଳନ। এইটা আমার এক্সপেরিয়েন্স ମୁଁ ଲେଖିଥିବା ନ୍ୟୁ ଇୟର ଗୀତରେ ମୁଁ ଲେଖିଛି। ଦିନ ପ୍ରତିଦିନ ପ୍ରଭୁ ଆମମାନଙ୍କୁ ବହନ କରିଛନ୍ତି,
ଆମମାନଙ୍କୁ ଅନ୍ନ ବସ୍ତ୍ର ସ୍ୱାସ୍ଥ୍ୟ ଦେଇ ପ୍ରତିପାଳନ କରିଛନ୍ତି। ସେଇ ପରମେଶ୍ୱରଙ୍କ ସ୍ତୁତି ହେଉ, ମହିମା ହେଉ, ଆରାଧନା ହେଉ। ହାଲେଲୁୟା, ହାଲେଲୁୟା। ତେଣୁ ପ୍ରିୟ ପ୍ରଭୁତ୍ୱ ଲୋକମାନେ, ଏହି ଶେଷ ମୁହୂର୍ତ୍ତରେ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା ପାଇଁ ଆମେ ଭୁଲିଯିବା ନାହିଁ। ବର୍ତ୍ତମାନ ଆମେ ଏକ ନୂତନ ଆଶା ନେଇ ନୂଆ ବର୍ଷରେ ଆମେ ପ୍ରବେଶ କରୁଛୁ। ଆମେ ନୂତନ ଡିସିସନ ସହିତ ଆମେ ପ୍ରବେଶ କରୁଛୁ। ତେଣୁ ମୁଁ ଅନୁରୋଧ କରିବି, ଆସିବା ସମସ୍ତେ ନିଜ ଜାଗାରେ ଆମେ ଠିଆ ହେବା। ଆମେ ପ୍ରାର୍ଥନାର ସହିତ 2025କୁ ଆମେ ଯିବା। ସମସ୍ତେ ନିଜ ନିଜ ସ୍ଥାନରେ ଆମେ ଠିଆ ହେଇଯିବା। ପ୍ରଭୁଙ୍କୁ ଆମେ ଧନ୍ୟବାଦ କରିବା ଏଇ 2024 ପାଇଁ। 2024 ପାଇଁ ଆଉ 1 ମିନିଟ୍ ଅଛି। 1 ମିନିଟ୍ ପରେ ଆମର ଟାଇମ୍ ଚେଞ୍ଜ ହେଇଯିବ। 2025ରେ ପ୍ରବେଶ ହେଇଯିବା। ତେଣୁ ଆସୁ ଆମେ ଏଇ 2025ରେ ପ୍ରବେଶ କଲା ବେଳକୁ ପ୍ରଥମେ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। 1 ମିନିଟ୍ ଅଳ୍ପ ସମୟ ଅଛି, ପ୍ରାର୍ଥନା କରିବା।